ତାହେଲେ ଆପଣ ଏହି ଉପାୟଟା କରନ୍ତୁ। ଆପଣଙ୍କ ବାଇଗଣ ଅଧିକ ଅମଳ ଦେବ ଏବଂ ଅଧିକ ଫଳିବ। ଆଜ୍ଞା ନମସ୍କାର। କ'ଣ ଆପଣମାନେ ଜାଣିଛନ୍ତି କି ବାଇଗଣ ଗଛ ନ ଫଳିବା ଦ୍ୱାରା କ'ଣ କଲେ ବାଇଗଣ ଫଳେ? ଆସନ୍ତୁ ଆଜି ମୁଁ ଆପଣମାନଙ୍କୁ କହୁଛି। ଯଦି ଆପଣମାନଙ୍କ ବାଇଗଣ ଗଛ ଫଳରେ ପୋକ ଲାଗିଯାଉଛି ଏବଂ ଫଳ ବେଶୀ ହେଉନି ଏବଂ ପୋକ କମୁନି, ପତ୍ର ମୁଦା ହେଇଯାଉଛି ବା ପତ୍ର ଝଡ଼ି ଯାଉଛି ବା ପତ୍ର ଶୁଖି ଯାଉଛି, ଯେକୌଣସି ପରିସ୍ଥିତିରେ ବି ଗଛ ବୁଢ଼ା ହେଇଯାଉଛି ଏବଂ ଫଳ ଆସୁନି। ଯଦି ଆପଣଙ୍କ ଗଛ ଯଦି ଏମିତି ଅଛି ତାହେଲେ ଆପଣ ଏହି ଉପାୟଟା କରନ୍ତୁ। ଆପଣଙ୍କ ବାଇଗଣ ଅଧିକ ଅମଳ ଦେବ ଏବଂ ଅଧିକ ଫଳିବ, ଯାହାଦ୍ୱାରା ଫଳ ବି ଅଧିକ ଆସିବ। ତାହେଲେ ଆସନ୍ତୁ ଏବେ ଜାଣିବା କ'ଣ କଲେ ବାଇଗଣଟା ଅଧିକ ଫଳିବ। ତ ଫାର୍ଷ୍ଟରୁ ଆପଣ ଏମିତି ବାଇଗଣକୁ ଯେଉଁ ଖେନ୍ଦା ଯାକ ଅଛି ତାକୁ କାଟି ଦିଅନ୍ତୁ। କାଟିବା ପରେ ଯାହାଦ୍ୱାରା ନୂଆରୁ ପତ୍ର ଏବଂ ଖେନ୍ଦା ନୂଆରୁ ଗଛଟା ଆରମ୍ଭ ହେବ, ଯାହାଦ୍ୱାରା ଯେଉଁ ପୁରୁଣା ଗଛ ଯେଉଁ ପୋକ ଥିଲା ସେ ପୋକଟା ଆସିବନି ଏବଂ କମିଯିବ ଏବଂ ଯେଉଁ ପତ୍ର ମୁଦା ହେଉଥିଲା ସେ ପତ୍ର ବି ମୁଦା ହେବନି, ନୂଆ ପତ୍ର ହେବ। ତାପରେ ଆପଣଙ୍କ ବାଇଗଣ ଫାଷ୍ଟ ଯେମିତି ଫଳୁଥିଲା, ଯେଉଁଟାକି ଗଛ ଲଗାଇବା ଟାଇମ୍ରେ ସେମିତି ଫଳିବ। ଆପଣ ଏହି ଉପାୟ କଲେ ଅଧିକ ବାଇଗଣ ଆପଣଙ୍କୁ ମିଳିବ। ଗଛକୁ ବେଶୀ ପୋକ ଲାଗିଗଲା ବୋଲେ ବାଇଗଣଟା ଫଳି ନଥାଏ। ଆପଣ ଏହି ଉପାୟଟା କରନ୍ତୁ, ବାଇଗଣ ଅଧିକ ଫଳିବ। ରହୁଛି ନମସ୍କାର। ମୋ ଚ୍ୟାନେଲ୍ ନୂଆ ଆସିଥିଲେ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦିଅନ୍ତୁ।